ବର୍ତ୍ତମାନ ଆପଣମାନେ ଜାଣନ୍ତି ଶ୍ରୀ ପୁରୁଷୋତ୍ତମଙ୍କର ଯାହାଙ୍କୁ ଆପଣ କହୁଛନ୍ତି ଜଗନ୍ନାଥ, ସେ ଆମ ପାଇଁ ପୁରୁଷୋତ୍ତମ। ଯାହାଙ୍କୁ କହୁଛନ୍ତି ବଳଦେବ, ସିଏ ମଧ୍ୟ ଆମ ପାଇଁ ପୁରୁଷୋତ୍ତମ। ଯାହାକୁ କହୁଛନ୍ତି ସୁଭଦ୍ରା, ସିଏ ମଧ୍ୟ ପୁରୁଷୋତ୍ତମ। ଯିଏ ସୁଦର୍ଶନ, ସିଏ ମଧ୍ୟ ପୁରୁଷୋତ୍ତମ। କ୍ଷେତ୍ରର ନାମ ପୁରୁଷୋତ୍ତମ। ସେ କ୍ଷେତ୍ରର ରାଜା ଯିଏ, ସେ ହେଉଛନ୍ତି ପୁରୁଷୋତ୍ତମ। ସେଇ ପୁରୁଷୋତ୍ତମ କ୍ଷେତ୍ରରେ 9 ଦିନିଆ ଗୋଟେ ଯାତ୍ରା ଅନୁଷ୍ଠିତ ହେଉଛି। 9 ଦିନ ଯାତ୍ରା କାହିଁକି ହେଲା? 10 ଦିନ ହେଲାନି? ନାଇଁ, ଏମିତି ଜଗନ୍ନାଥ ପୁଣି ଶ୍ରୀମନ୍ଦିରକୁ ଯିବା ପର୍ଯ୍ୟନ୍ତ 10-11 ଦିନ ବି ହେଇଯାଉଛି। କିନ୍ତୁ ଯାତ୍ରାର ନାମଟି ହେଉଛି 9 ଦିନ ଯାତ୍ରା। ନବ କହିଲେ ନୂଆ, ନବ କହିଲେ ନୂଆ। ମାନେ ଏ ଯାତ୍ରାଟା ଆଜି ହେଇଛି, ପୁଣି ଆର ବର୍ଷକୁ ବି ହେବ, ହେଇଥିଲା ମଧ୍ୟ। ତେବେ ନୂଆ କ'ଣ? ଗୋଟିଏ ନବକଳେବର ପରେ ଆଉ ଗୋଟିଏ ନବକଳେବର ଆସେ। ଇଏ ସବୁ ନୂଆ। ମାନେ ନବକଳେବର ହୁଏ, କିନ୍ତୁ ସେଇ ରୂପ। ତେଣୁ ଇଏ ହେଉଛି 9 ଦିନ ଯାତ୍ରା। ଏଇ 9 ଦିନ ଯାତ୍ରାର ତତ୍ତ୍ୱଟି କ'ଣ? ପ୍ରଥମ ଆମେ 1 ବୋଲି ଗୋଟେ ସଂଖ୍ୟାକୁ ନେବା। ଏକସ୍ୟାମି ଏକୋହମ ବହୁଶ୍ୟାମି। ଏକରୁ ଅନେକ ହୋଇଲା। ତେଣୁ ସେ ହେଉଛନ୍ତି ଏକ। ବିଭିନ୍ନ ରୂପ, ବିଭିନ୍ନ ଭାଷା, ବିଭିନ୍ନ ଧର୍ମ, ବିଭିନ୍ନ ମାର୍ଗ, କିନ୍ତୁ ସେ ହେଉଛନ୍ତି ଏକ। ଯେଉଁ ଏକର ନାମ ହେଉଛି ନିରାକାର, ଅଲେଖ, ଅନନ୍ତ, ଅଚିନ୍ତ୍ୟ, ଅବ୍ୟକ୍ତ, ଅଖଣ୍ଡ। ସେଇ ହେଉଛନ୍ତି ଏକ। କିନ୍ତୁ ଏକ ଦେଖିଲେ ବା ଭାବିଲେ, ମୁଁ ଏ ସଂସାର ଗୋଟେ ଉତ୍ପନ୍ନ କରିବି, କେମିତି ଉତ୍ପନ୍ନ ହେବ? ଭାଗବତରେ ବି ସେ ପଦ ଅଛି। ପ୍ରଥମେ ଏକ ବ୍ରହ୍ମ ଥିଲା, ଦ୍ୱିତୀୟ ପ୍ରକୃତି ହୋଇଲା। ତେଣୁ ସେ କ'ଣ କଲେ? 2 ହେବାକୁ ବାଧ୍ୟ ହେଲେ। 2 କିଏ? 2 କହିଲେ ପ୍ରକୃତି ଆଉ ପୁରୁଷ। ସେଇ ପ୍ରକୃତିର ଅନ୍ତର୍ଗତ ହେଉଛନ୍ତି ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ବରୁଣ, ଅଗ୍ନି, ପୃଥିବୀ, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ ପର୍ଯ୍ୟନ୍ତ ସବୁ ହେଉଛି ପ୍ରକୃତି। ତେଣୁ ପୁରୁଷ ତ ସେଇ ନିରାକାର ବ୍ରହ୍ମ। ଇଏ 2ରୁ 3 ହେବା ପାଇଁ ସେ ବାଧ୍ୟ ହେଲେ। 3 ନହେଲେ ଖେଳା ନୀଳା ହେଇପାରିବନି। ତେଣୁ ସେ 3ଟି କିଏ? କର୍ମ, ଜ୍ଞାନ, ଭକ୍ତି। ଏତିକି ଆମକୁ ମନେ ରଖିବାକୁ ପଡ଼ିବ। କର୍ମ ପାଇଁ ଜୀବ ସୃଷ୍ଟି ହେଲେ, ଜୀବ ପାଇଁ ଜ୍ଞାନ ସୃଷ୍ଟି ହେଲା, ଏହାର ସମୀକ୍ଷା ପାଇଁ ଭକ୍ତି ସୃଷ୍ଟି ହେଲା। ତେବେ କେତେ ଭଲ ମଣିଷ ହେଇଛ କି ମନ୍ଦ ମଣିଷ ହେଇଛ, ଏଇଠି ପରୀକ୍ଷା କରାଯିବ। ତାଙ୍କ ଆଗରେ 4ଟି
ବଲ୍ ଭଳି ଯେମିତି ଆମର ପ୍ରତ୍ୟେକ ଖେଳରେ ଗୋଟାଏ ସୀମା ଥାଏ, ସେମିତି ତାଙ୍କ ଆଗରେ ବି 4ଟି ସୀମା ରହିଲା। ସେ ସୀମା ହେଉଛି ଧର୍ମ, ଅର୍ଥ, କାମ, ମୋକ୍ଷ। ଆମର ଜଗନ୍ନାଥଙ୍କ କ୍ଷେତ୍ରରେ 4ଟି ଦ୍ୱାର ହେଇଛି, ସେ ବି ସେଇ ଅର୍ଥରେ ଯିବ। ଇଏ ଧର୍ମ, ଅର୍ଥ, କାମ, ମୋକ୍ଷକୁ ନେଇକିରି ପୁଣି 5 ବି ହେଲେ। 5 ନହେଲେ ପଞ୍ଚ ପରମେଶ୍ୱର ଆସିପାରିବେ ନାହିଁ। ପଞ୍ଚ ପରମେଶ୍ୱର ପୁଣି କିଏ? ସେ ତ ହେଲେ ପରମାତ୍ମା। ଇଏ ପୁଣି ଆଙ୍କ ନାଁ ଦେଲେନି ପଞ୍ଚ ପରମେଶ୍ୱର। ପଞ୍ଚ ପରମେଶ୍ୱରର ଅର୍ଥ କେତେ ଅଛି? ତା ଭିତରୁ ଗୋଟିଏ ଅର୍ଥ ହେଉଛି 1ରେ ବାୟୁ। ବାୟୁ ନହେଲେ ପ୍ରାଣ କେମିତି ବହିବ? ଉତ୍ତାପ ନ ରହିଲେ ଦେହ କେମିତି ରହିବ? ବାୟୁ, ଅଗ୍ନି। ସମୁଦ୍ର ନ ରହିଲେ ବର୍ଷା କେମିତି ହେବ? ବାୟୁ, ଅଗ୍ନି, ବରୁଣ। ତାପରେ ପୃଥିବୀ ଯଦି ନ ରହିବ, ଆଉ ସ୍ଥାନ କେଉଁଠି କିଏ ଘର କରି ରହିବ? କିଏ କେଉଁଠି ଚାଷ କରିବ, ବାସ କରିବ କେଉଁଠି? ତାପରେ ହେଉଛି ଆକାଶ। ଆକାଶ କହିଲେ ତମକୁ ଶକ୍ତି ଯୋଗାଇବ କିଏ? ମାଧ୍ୟାକର୍ଷଣ, ମହାକର୍ଷଣ ଶକ୍ତିକୁ ଆପଣ ନେଇକି ଚଳିବେ। ଗ୍ରହ, ତାରା, ନକ୍ଷତ୍ର ସବୁକୁ ନେଇ ଆମ ପୃଥିବୀ ଚାଲିଛି। ଇଏ ହେଲେ 5। ଏଇ ପଞ୍ଚ ପରମେଶ୍ୱରଙ୍କୁ କୁହାଯାଉଛି ସତ୍ୟ ନାରାୟଣ। ଇଏ 5 ଜଣ ଯାକ ଏକ, କିନ୍ତୁ 5 ଭାଗରେ ବିଭକ୍ତ ହେଲେ ତାଙ୍କ ନାଁ ଦିଆଗଲା ସତ୍ୟନାରାୟଣ। ଏଇ 5 ପରେ ପୁଣି ଆସିଲା ଆଉ ଗୋଟେ କଥା ଆସିଲା 6। ଯଦି ନେଗେଟିଭ ନ ରହିବ, ପଜିଟିଭ ବୋଲି କେଉଁଟାକୁ ଆପଣ କହିବେ? ଯଦି ମନ୍ଦ ଥିଲେ ତ ଆପଣ କହିବେ ଏଇଟା ମନ୍ଦ କାର୍ଯ୍ୟ ହେଲା। ଭଲଟା କ'ଣ ତାକୁ ପୁଣି ନିର୍ବାଚନ କରିବେ। ତେଣୁ ସେଇ ଯେଉଁ 6 ସେ ହେଉଛନ୍ତି 6ଟି ଶତ୍ରୁ। ଏ 6ଟି ଶତ୍ରୁଙ୍କର 6ଟି ମିତ୍ର ମଧ୍ୟ। କାମନା, ଅଯଥା କ୍ରୋଧ, ଅଯଥା ଲୋଭ, ଅଯଥା ମୋହ, ଅଯଥା ଅହଙ୍କାର, ଅଯଥା ଈର୍ଷା ବା ପ୍ରତିଯୋଗିତା। ଇଏ 6ଟି ରହିଲେ ନେଗେଟିଭ। ପଜିଟିଭ କିଏ ରହିଲେ? ଜ୍ଞାନ, ବୈରାଗ୍ୟ, କୀର୍ତ୍ତି, ବୀର୍ଯ୍ୟ, ଐଶ୍ୱର୍ଯ୍ୟ, ମାଧୁର୍ଯ୍ୟ ଇତ୍ୟାଦି ଇତ୍ୟାଦି। ଇଏ 6 ଜଣ। ଇଏ ସବୁବେଳେ ଗୋଟେ ଜୀବନ ଦର୍ଶନରେ ମହାଭାରତ ସବୁବେଳେ ଚାଲିଛି। ବଳିଆ ଗୋଟେ ସଙ୍ଗୀତରେ ଲେଖିଥିଲା, ସରିନି ସରି ନାହିଁ ରାମାୟଣ, ଅଛି ବହୁ ବାକି, ଏବେ ସୁଦ୍ଧା ଲୁଚି ନାହିଁ ରାବଣର
ସରି ନାହିଁ ଅଛିବ ଏବେ ରାମା ଅଛିବ ଇଏ ହଉଛି 6 ସଂଖ୍ୟାର କଥା। 6 ପରେ ଆସିଲେ 7 କ'ଣ ନିହାତି ଦରକାର ଯୋଉଟା ସେଇଟାକୁ ସେ କହିଲେ। ହାତ ଦରକାର, ଗୋଡ଼ ଦରକାର, ମୁଣ୍ଡ ଦରକାର, ସବୁ ଦରକାର, କିନ୍ତୁ ଆଖିଟି ଦରକାର, ମୁଣ୍ଡ ଦରକାର, ଆଖି ଦରକାର, 2ଟା କାନ ଦରକାର, ନାସାର 2ଟି ପୁଡ଼ା ଦରକାର, ଆଉ ମୁଖଟି ଦରକାର। ମୁଖରେ ଖାଇବ, କଥା କହିବ, ଇତ୍ୟାଦି ଇତ୍ୟାଦି। ମୁଖ, ଚକ୍ଷୁ, ନାସା, କର୍ଣ୍ଣ, ମସ୍ତକ, ଇଏ ହେଲେ 7। ଏଇଟାକୁ ନେଇକିରି ଏବେ ସିନା ବିଜ୍ଞାନ ଅଗ୍ରଗତି କରିଛି, ଜିନ୍ ଟେଷ୍ଟ କରୁଛନ୍ତି, ତା ମୁଣ୍ଡ ଫୁଣ୍ଡ ଛେଚି ଦେଇଛନ୍ତି, ଆଉ ଜଣାପଡ଼ୁନି, କିନ୍ତୁ ଜିନ୍ଟାକୁ ନେଇକିରି ସିଏ ପୁଣି ଟେଷ୍ଟ କରି କହୁଛନ୍ତି ନାଇଁ ଏଇଟା ଅମୁକ ଲୋକ। ଗୋଟେ ସାପ ଯଦି ବାହାରିବ, ସେ ସାପକୁ ଯଦି ମାରିକିରି ଯଦି ମାଇଲ, ତା ମୁଣ୍ଡଟାକୁ ଭଲ କରି ଛେଚିଦେବ, ଛେଚି ଦେଇ ମାଟିରେ ପୋତିଦେବ, ତାହେଲେ କ'ଣ ହବ? ସେ ସାପଟି ମରିଗଲା। ଆଉ ଯଦି ତାହା ନ କରି ଏମିତି ଫୋପାଡ଼ି ଦେବ, ତାର ବଂଶଧର ମାନେ ଯାଇକି ସାପକୁ ଦେଖିବେ। ସେ ସାପର ଆଖିରେ ଦେଖାଯିବ କୋଉ କୋଉ ଲୋକମାନେ ତାକୁ ମାରିଛନ୍ତି। ତମେ ସେତେବେଳକୁ ତା ପର୍ଣ୍ଣ ଆକାଶରେ ଉଡ଼ିକିରି ଧର ପଳେଇଲ ଆମେରିକା, ସିଏ ତାଙ୍କର ଏଭଳି ଖବର ଦେବେ ଯେ ଫୋନ ଭଳିଆ ଆମେରିକାରେ ଯେଉଁ ସାପ ଥିବ, ସେ ସାପ ସେ ଲୋକକୁ ଦଂଶନ କରିପାରେ, ନ ହେଇପାରେ, ଦଂଶନ କରିବ। ତେଣୁ ଇଏ 7ଟା ହେଉଛି ଆମମାନଙ୍କ ଜୀବନର ଶ୍ରେଷ୍ଠ ପରିଚୟ। ତାପରେ ଆସିଲା ଖାଲି ମୁଖ ଚକ୍ଷୁ ରହିଲେ ହବନି, 8ଟା ଜିନିଷ ଆମର ଦରକାର। ସେ 8ଟି କ'ଣ? ଇଏ 7 ମୁଁ ତ କହିଲି, ନାଇଁ 8 କହିଲେ ଭୂମିରା ପାନଲ ବାୟୁ ଖଂ ମନ ବୁଦ୍ଧିରେ ବଚ ଅହଙ୍କାର ନୀତିଅଙ୍ଗେ ଭିନ୍ନା ପ୍ରକୃତି ରଷ୍ଟ। ଏଇ 8। ଆଉ ତୁମେ କେତେ ବିଜ୍ଞାନକୁ ଯାଉଛ, ଯା, ମହାକାଶକୁ ଗଲ, ଚନ୍ଦ୍ରକୁ ଠାବ କଲ, ମଙ୍ଗଳ ଗ୍ରହରେ ହୋଟେଲ କର, କିନ୍ତୁ ମୁଁ ଯେଉଁ 8ଟି ପ୍ରକୃତି ସୃଷ୍ଟି କରିଛି, ସେଇ 8 ଭିତରେ ତୁମେ ସମସ୍ତେ ଅଛ। 9କୁ ନ ସୃଷ୍ଟି କରିପାରିବନି। ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି, ଆଉ ଗୋଟା ହେଉଛି ମାନେ ଯାହାକୁ ରିସର୍ଚ୍ଚ ବା ଗବେଷଣା ବୋଲି କହନ୍ତି। ଏତିକିରୁ ତମେ ଆଜି ମଣିଷ ହଳ ଲଙ୍ଗଳରୁ କଳ ଲଙ୍ଗଳ କରିଛ, ଟିଭି ଆଲୁଅରୁ ଇଲେକ୍ଟ୍ରିକ୍ ପାୱାର କରିଛ, ଏମିତି ସବୁ ଆଗେଇଛ। ଆଉ ସେଇ ନେଇ ତମେ ଭାବୁଛ ଯେ ଆମେ ସବୁ କରିଦେଉଛୁ। ଏଗୁଡ଼ା ସବୁ ପୁରୁଣା କାଳିଆ କଥା। କିନ୍ତୁ ଏବେ ବି ଘଷି ଅପେକ୍ଷା କରିଛି
କାଠ ବି ଅପେକ୍ଷା କରିଛି ଜଳିବା ପାଇଁ। ତମେ ତାକୁ ଆଉ କେହି ପଚାରୁନା। ତମେ କ'ଣ କରୁଛ ନା ମାନେ କ'ଣ ଇଲେକ୍ଟ୍ରିକ୍ ହିଟର କ'ଣ ଲଗାଉଛ। ଗୋଟେ ଗୀତରେ ଲେଖିଛନ୍ତି ଜଣେ କବି, ତୁମରି ତିଆରି ମାଟିର ଭୁକେ ହମିକା ଜାଗି କୁହନ୍ତି ତୁମ କବିର ବିଜ୍ଞାନର ଦିଶା ଈଶ୍ୱର ତୁହ ନଶ୍ୱର ଦୁନିଆ ଦେଖି ହସି ବିନା କାନ୍ଦି ଈଶ୍ୱର ନଶ୍ୱର କୁହନ୍ତି ତୁମକୁ କବିର କଳ୍ପନା ବୁକେ ମିକା ଜାଗି रे हुंडा मुंडा गुंडा मनीष तमें जिते बाड़े हुओ कौ जाके किंतु दिने समय आसीबो तुम गुंडामी छाड़ी जीवो तुम हुंडामी भी छाड़ी जीवो भावना मनुआ तू बड़ बड़ुआ पड़ी जीवु रसा तले केते आसिलेनी केते दे गलेनी तांको नाम मायाधर तुम सब जानीच तू हेले कौन बर्तमान 8 संख्याटा गला 9 संख्यार किए आसिले आपण मैंने कहे 9 संख्यार नवधा भक्ति आसिले आ श्रवण कीर्तन अर्चन दास्य सख्य भक्त ये सब कथा किंतु प्रत्येक मनीष होची 9टी कारण जगन्नाथंकर जो रथ यात्रा ये होची मानवीय लीला तेणु मनीष मानक आकृति को नहीं से 9 दिन यात्रा कर मनीषर आकृति 9टी द्वार रे परिपूर्ण 3टी रथ आध्यात्मिक आदि भौतिक आदि दैविक भूत देवता आत्मा आत्मा भूत देवता या को नहीं कि तो रथ चली ये शरीर होची रथ आत्मानंग रथिनांग विधि आम जो घोड़ा गुड़ाक दशा होती से घोड़ा गुड़ाक हूँ इंद्रिय दौड़
ରଥ ଚାଲିଛି ଏ ସଂସାର ବଡ଼ଦାଣ୍ଡରେ। କେଉଁ ଜାଗା ଚାଲିବ? ଉତ୍ପତ୍ତିରୁ ପ୍ରଳୟ ପର୍ଯ୍ୟନ୍ତ, ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ। ସଇଲା ଆଉ ଏସବୁ କଥା ସଇଲା। ତାପରେ ନବଦ୍ୱାର କ'ଣ ହେଲା? ମୁଖ ଏକ, କର୍ଣ୍ଣ ଦୁଇ ତିନି, ଆଖି ଦୁଇ ଚାରି, ଆଖି ଦୁଇ ପାଞ୍ଚ, ନାସାର ଦୁଇ ପୁଡ଼ା ସାତ, ମଳମୂତ୍ର ଦ୍ୱାର ମିଶି 9। ତେଣୁ ଲେଖା ହେଲା ନମଇ। ଆରେ ନମଇ କ'ଣ? ଆପଣଙ୍କ ନମଇ ଭାଇ ନରେ ନ ମରେ ମ ଇରେ ଇ ନମଇ ଆଉ ସେଗୁଡ଼ାକ ସବୁ ତମ ବେକାରିଆ କଥା ସବୁ ବଳିଆ ଶୁଣିପାରିବନି। ନମଇ ଶବ୍ଦ କୁହ, ନମ୍ରତା, ଏଇଟା ଆମେ ଜାଣିଥିଲୁ। ଅଧିକ କ'ଣ କହିଲ? ଏଇ ନମଇ ଭିତରେ ଅଛି ଜୀବନର ଶ୍ରେଷ୍ଠ ଦର୍ଶନ। ମୁଁ ମୁଣ୍ଡ ନୁଆଁଇକି ନମସ୍କାର କରିଦେଲେ ନମଇ ହେଇଗଲା। ମୁଁ ଆଡ଼େ ମୁଣ୍ଡକୁ ନୁଆଉଛି, ହାଡ଼େ କହୁଛି ଅମୁକ ତାର ଅମୁକ ହେଇଯାଉ, ତାକୁ ଜଣି ଖାଉ, ତାକୁ ସାପ ଖାଉ, ତାକୁ ବଜ୍ରପାତ ହଉ, ସେଇଟା ମରୁ। ଆଉ ନମଇ କ'ଣ? ଯେତେବେଳେ ତୁମେ ପୂର୍ଣ୍ଣ ସମର୍ପିତ ହବ, ତମ ଆଖି କାନ ନାକ ଠାରୁ ଆରମ୍ଭ କରି ପାଦ ଆଙ୍ଗୁଠି ପର୍ଯ୍ୟନ୍ତ ସବୁ ଗୁଡ଼ାକ ନମ୍ରତାରେ ପରିଣତ ହବ, ଆଉ କିଛି ରହିବନି। ସେଇ ମୁହୂର୍ତ୍ତଟା ହେଉଛି ନମଇ। ଅତି ବଡ଼ି ଜଗନ୍ନାଥ ଦାସ ଲେଖିଛନ୍ତି, ଏତେ ଶସ୍ତା କଥା ତୁମେ ଯେମିତି ବୁଝେଇ ଦେଲେ ହେଇଯିବ। ନମଇ। ହଉ, ବର୍ତ୍ତମାନ ସେ କଥାକୁ ଛାଡ଼। ବର୍ତ୍ତମାନ ଠାକୁର ଗଲେ କୁଆଡ଼େ? ଆଜି ବି ଲୋକ କହୁଛନ୍ତି ମାଉସୀ ମା ମନ୍ଦିରକୁ ଗଲେ। ମୁଁ ବାରମ୍ବାର କହୁଛି, ମାଉସୀ ମା ମନ୍ଦିରକୁ ସେ ଯାଇନାହାନ୍ତି, ସେ ଯାଉଛନ୍ତି ମାର ମନ୍ଦିରକୁ। ସେ କ'ଣ କହିଲେ, ମା ମୋର ଡାକୁଛି, ମୁଁ ନେଇକି ଚାଲ। ଯେଉଁ ଆଚାର୍ଯ୍ୟମାନେ ତାକୁ ସୃଷ୍ଟି କଲେ କେବଳ ଆମରି ମାନଙ୍କ ପାଇଁ, ଆମରି ଭଳିଆ ହୁଣ୍ଡା ଗୁଣ୍ଡାଙ୍କ ପାଇଁ ସୃଷ୍ଟି କଲେ। ବର୍ଷକରେ ଅନ୍ତତଃ ଥରେ ତୁମେ ମାର ଦର୍ଶନକୁ ଆସ। ଆଉ ମା ହାତ ଗଢ଼ା, ଏ ହାତ ବଢ଼ା ରନ୍ଧା ପରସା ଟିକେ ଖାଇଯାଅ, ତାପରେ ତୁମେ ଦା ଖାଉଛ। ଲକ୍ଷ୍ମୀଙ୍କ ହାତ ବଢ଼ାର, ହାତ ରନ୍ଧାର ଖାଦ୍ୟ ତ ବର୍ଷ ଯାକ ଖାଉଛ। ଏଠି 9 ଦିନ ବି ହଉନେଇ, ବାଟରେ ତ ଯାଉନ, 2-3 ଦିନ କଟି ଯାଉଛି। ଯେଉଁ 4-5 ଦିନ ତୁମେ ଖାଉଛ, ମାର ଭୋଜନ କର, ଭୋଜନ ମାତୃଭୋଜ। ଏଠି ମାକୁ ଗୋଟେ ଆମର ସବୁ ଆଜିକାଲି ସବୁ ରାଜନୀତି ଲୋକମାନେ ବେଶୀ କହୁଛନ୍ତି, ମା ଭଉଣୀ କି ସମ୍ମାନ, ମା ଭଉଣୀ କି ସମ୍ମାନ, ମା ଭଉଣୀ କି ସମ୍ମାନ। କିନ୍ତୁ ମା ଭଉଣୀ କି ସମ୍ମାନ ପ୍ରକୃତ କିଏ ଦିଏ? ସେ ଜଗନ୍ନାଥ ଦିଅନ୍ତି। ମାକୁ, ମାର ସମ୍ମାନ ପାଇଁ ସେ ଆସନ୍ତି ଗୁଣ୍ଡିଚା ମନ୍ଦିରକୁ, ଆଉ ଭଉଣୀକି ନେଇକିରି ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ। ପୁଣି ଫେରି ଆସନ୍ତି ନାରୀ ତାଙ୍କ ସହଧର୍ମିଣୀ ପାଖକୁ। ମାତୃ ସମାନତା ତମ ପାଖରେ ଅଛି ନା ଜଗନ୍ନାଥ ତମକୁ ଶିକ୍ଷା ଦେଇଛନ୍ତି? କି ଭାବିକିରି କୁହ ତ। ମା ଭଉଣୀଙ୍କ ସମ୍ମାନ କ'ଣ ବଳାତ୍କାର? ମା ଭଉଣୀର ସମ୍ମାନ କ'ଣ ଡାଇଭର୍ସ? ନାରୀ ସପକ୍ଷରେ ଆଇନ କରି
ପୁରୁଷକୁ ନିର୍ଯାତନା ଦେବା କ'ଣ ଏ ହେଉଛି ମାର ସମ୍ମାନ? ପୁରୁଷକୁ ଏବଂ ନାରୀକୁ ଦୁଇ ଜଣକୁ ସମ୍ମାନ ଦିଅ, ସମଭାବରେ ଦିଅ, ସମଦଣ୍ଡ ଦିଅ, ସମକ୍ଷମା ଦିଅ। ଏ ହେଲା ମାତୃ ସମ୍ମାନ। ଏଇଭଳି ଭାବରେ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ା ଯାତ୍ରା ହେଲା 9 ଦିନ। ଗଲେ 9 ଆସିଲେ 9, ଆକୁ ମିଶେଇ ଦେଲେ 18। ଏ 18 ହେଉଛନ୍ତି ଗୀତାର ପରମ ଭାଷ୍ୟ। 9 ଦିନ ଭିତରେ ଯିବା ଆସିବା ହେଉଛି। ଇଏ 2 ଥର ଯିବା ଆସିବାକୁ ଆମେ କହିବା 18। ପାବଚ୍ଛ ମଧ୍ୟ 18। ପୁଣି ଆସିଲା ବେଳେ ମାଉସୀକି ପୁଣି ସମ୍ମାନ ଦିଆହେଉଛି। ଅର୍ଦ୍ଧ ଶୋଷିନୀ ରୂପରେ ସେ ବଡ଼ଦାଣ୍ଡରେ ଅପେକ୍ଷା କରିଛନ୍ତି। ପୋଡ଼ ପିଠାଟିଏ ଖାଇବାକୁ ଦେବେ, ତାକୁ ବି ଖାଇବେ, ଭୋଗ ପାଇବେ। ଏକାଦଶୀ ବି କରିବେ। ତାଙ୍କ ସାଙ୍ଗରେ ଯେଉଁ ଯାଇଛନ୍ତି ତାଙ୍କୁ ପଣା ବି ଖୁଆଇବେ। ରାଜ ମୁକୁଟ ପିନ୍ଧିକିରି ରାଜ ସିଂହାସନ ଭଳିଆ ବସିବେ। ତାପରେ ଯାଇକିରି ରତ୍ନ ସିଂହାସନକୁ ଯିବେ। ପୁଣି ଯିଏ ବଞ୍ଚିଥିବ ତାପରେ ଦେଖିବ। ଆଉ ଏଇ ଯେଉଁ ବାର୍ତ୍ତା ଆମମାନଙ୍କୁ ସେ ଦେଇ ଯାଇଛନ୍ତି, ଯେଉଁ ଆଚାର୍ଯ୍ୟମାନେ ଏଇଭଳି କ୍ରମକୁ ସୃଷ୍ଟି କରିଛନ୍ତି, ସେମାନେ ପ୍ରକୃତରେ ଧନ୍ୟବାଦର ପାତ୍ର। ଆମେ ତ ବିଭିନ୍ନ ପୁରାଣ ସୃଷ୍ଟି କରୁଛୁ, ବିଭିନ୍ନ ଉପାଖ୍ୟାନ, ଗପ, ଉପନ୍ୟାସ ଆକୁ ସବୁ ସୃଷ୍ଟି କରୁଛୁ। କିନ୍ତୁ ଏଭଳି ଜୀବନ ଦର୍ଶନ କିଏ ସୃଷ୍ଟି କରିଛି? ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ 4ଟି ଭାଇ ଥିଲେ। ରାମ ଲକ୍ଷ୍ମଣ ଜଙ୍ଗଲକୁ ଗଲେ, ସୀତା ତାଙ୍କ ସାଙ୍ଗରେ ଗଲେ, ଭରତ ଏଠି ରହିଲେ, ଶତ୍ରୁଘ୍ନ। ଏଇ ଯେଉଁ ଉପାଖ୍ୟାନଟି ଆପଣ କ'ଣ ପ୍ରମାଣ କରିପାରିବେ ପ୍ରକୃତରେ 3 ଜଣ ଯାଇଥିଲେ କି ନାହିଁ? କିନ୍ତୁ ଉପାଖ୍ୟାନ କେଉଁଠି ଯାଇଥିଲେ? ଯଦି ଆମେ ତାକୁ ବିଶ୍ୱାସ କରିବା, କାହିଁକି ବିଶ୍ୱାସ କରିବା? ଯଦି ଆମେ ଭାଇ ଭାଇରେ କି ଭାଇ ଭାଉଜରେ କି ବାପ ପୁଅରେ, ମା ପୁଅରେ ଯଦି ଆମ ଭିତରେ ଶ୍ରଦ୍ଧା ନାହିଁ, ମମତା ନାହିଁ, ତାହେଲେ ଆମେ ଗୋଟେ ଏମିତି ଗପିକିରି ଲାଭ କ'ଣ? ସେଇ ଗୀତଟା ମୁଁ କହୁଥିଲି ତ। ଆଉ ଗୋଟେ ପଦ ଅଛି, ସରିନି ମହାଭାରତ ଅଛି ଏବେ ସୁଦ୍ଧା ପାଣ୍ଡବ କୌରବଙ୍କ ଭିତରେ ରାଜସିଂହାସନ ପାଇଁ ହୁଏତ ଯୁଦ୍ଧ ହେଇଥିଲା। ଇଏ 5 ଭାଇଙ୍କ ଭିତରେ ହେଇଥିଲା କି? ସିଏ 100 ଭାଇଙ୍କ ଭିତରେ ହେଇଥିଲା କି? ଆମେ ଶିଖିଲୁ କ'ଣ? ଆମେ ଶିଖିଲୁ କେବଳ ଯୁଦ୍ଧ, ଆଉ କିଛି ଶିଖିଲୁ ମରାମରି ହଣାହଣି। ତେଣୁ ବାର୍ତ୍ତାକୁ ଆମେ ଶିଖିପାରୁନୁ। ଏଇ ହେଉଛି ଆମର ଦୁର୍ଭାଗ୍ୟ। ଏଇ ପୃଥିବୀ ପୃଷ୍ଠକୁ କେତେ ମହାପୁରୁଷ ଆସିଲେ, ଆପଣ ଗୋଟେ ହାରାହାରି ହିସାବ କରନ୍ତୁ। ସନକ, ସନନ୍ଦନ, ସନାତନ, ସନତକୁ ଆଇଲେ ସନାତନ ଧର୍ମରେ। ମହାବୀର, ଜୈନ, ଭଗବାନ ବୁଦ୍ଧ
ଶଙ୍କର ଆସିଲେ, ଯୀଶୁ ଆସିଲେ, ମହମ୍ମଦ ଆସିଲେ, କବିର ଆସିଲେ, ନାନକ ଆସିଲେ, ଗୁରୁ ଗୋବିନ୍ଦ ସିଂ ଆଇଲେ। ଏତେ ଗୁଡ଼ାକ ଇଏ ଏତେ ସବୁ ଗଲେ। ତାପରେ ଆହୁରି କେତେ ଆସିଲେ। ତାପରେ ଆମେ ଯେତିକି ଜାଣିଛୁ, ବାଲ୍ମୀକ ଆଇଲେ, ତୁଳସୀ ଦାସ ଆସିଲେ, ଏସବୁଠୁ ଆଇଲେ। ରାମକୃଷ୍ଣ, ବିବେକାନନ୍ଦ, ପ୍ରଣବାନନ୍ଦ, ଅରବିନ୍ଦ, ଦୟାନନ୍ଦ ଏସବୁ ଆଇଲେ। ନିଗମାନନ୍ଦ, ଅନୁକୂଳ, ଏମିତି ଚୈତନ୍ୟ, ନିତ୍ୟାନନ୍ଦ, ଅଦ୍ୱୈତ ଗଦାଧର ଶ୍ରୀବାସ ଇଏ ସବୁ ଆଇଲେ। ଅନୁକୂଳ ଆସିଥିଲେ, ସିଏ ବହୁତ କଥା କହିଗଲେ। ଚୈତନ୍ୟ ବି କହିଗଲେ। ଏବେ ସେ ସବୁ ଗଲେଣି, ମାନେ ଦେହରୁ ଗଲେଣି। ଏବେ ଯେଉଁମାନେ ଅଛନ୍ତି, ରାମଦେବ ଶିଖଉଛନ୍ତି ଯୋଗ, ସଦ୍ଗୁରୁ ଶିଖଉଛନ୍ତି ଯୋଗ, ରବିଶଙ୍କର ସେ ଶିଖଉଛନ୍ତି ଜୀବନର ଶୈଳୀ, ସେ ବି ଗୋଟେ ଯୋଗ। ଆମର କ୍ରିୟା ଯୋଗରେ ପ୍ରଜ୍ଞାନନ୍ଦ ବର୍ତ୍ତମାନ ଯୋଗାନନ୍ଦଙ୍କର ଶିକ୍ଷାକୁ ସେ ବାବାଜୀ ମହାରାଜଙ୍କ ଶିକ୍ଷାକୁ ଶିକ୍ଷା କରୁଛନ୍ତି। କିନ୍ତୁ ଶିଖୁଛନ୍ତି ସମସ୍ତେ, କିନ୍ତୁ ବସ ଯୋଉଠି ସେଇଠି। ତାମାନେ ଆମେ ଶିଖୁଛୁ, ଶିଖିନଥିଲୁ ଯାହା ଶିଖିକିରି ବି କରୁଛୁ ସେଇଆ। ଯାହାକୁ କହନ୍ତି ଏକାନରେ ପୁରେଇ ସେ କାନରେ। ତେଣୁ ପ୍ରଭୁ ଜଗନ୍ନାଥଙ୍କର ସେହି ପବିତ୍ର ରଥଯାତ୍ରା ସମୟରେ ଆଜି ଶୈବ କ୍ଷେତ୍ରରେ, ପରାଶର କ୍ଷେତ୍ରରେ କଥାରିପଦ କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏବଂ ମୁଁ ନିଜକୁ ନିଜେ ସମୀକ୍ଷା କରୁଛି। ମୁଁ ଯାହା କହୁଛି ମୁଁ ତାହା ତ, ଯଦି ମୁଁ ତାହା ନୁହେଁ ତାହେଲେ ମୋର କହିବାର ଅଧିକାର କିଛି ନାହିଁ। ଖାଲି କହିବି, କହିବା କଥା, କହିବା ଲୋକ ବଡ଼ ନୁହେଁ। ସବୁବେଳେ ଯିଏ କରେ, ଅନ୍ୟକୁ କରାଏ, ସେଇ ହେଉଛି ମହାନ। କରି କରାଉ ଥାଇ ମୁଇଁ, ଇଏ କୃଷ୍ଣଙ୍କର କଥା। ହେ ଉଦ୍ଧବ, ମୁଁ ନିଜେ କରେ ଏବଂ ଅନ୍ୟମାନଙ୍କୁ ସେଇ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଏ। ଭଗବାନ କୃଷ୍ଣ ଗୋଟେ ରାଜ୍ୟ ସୃଷ୍ଟି କରିଛନ୍ତି ପାଣ୍ଡବମାନଙ୍କ ପାଇଁ। ପଥର ଭାଙ୍ଗି ଟେଳା ସମାନ କରି ଗୋଟେ ରାଜ୍ୟ ସୃଷ୍ଟି କଲେ। କୌରବମାନେ ସେ ପାଖରେ ରହିବେ, ତୁମେ ଏ ପାଖରେ ରୁହ। ଗଛ ଲଗା ହେଲା, ଗହମ ବୁଣା ହେଲା, ଭୀମ ହଳ ବୁଲେଇଲେ, ଅର୍ଜୁନ ଧାନ ବୁଣିଲେ, କିଏ ଯୁଧିଷ୍ଠିର ଶଙ୍ଖ ବଜେଇଲେ। କିନ୍ତୁ ଆମେ କ'ଣ କରୁଛୁ? ଆମେ ରାଜ୍ୟ ବନଉନୁ। ରାଜ୍ୟକୁ ଧ୍ୱଂସ କରିବା ପାଇଁ ଆଜି ଗିରି କାନନ ଭରା ସୁନ୍ଦର ଦେଶକୁ ଧ୍ୱଂସ କରୁଛୁ। ଏଇ ପାରାଦୀପ ବନ୍ଦର ଏଇଠିକି ଯେତେବେଳେ ଜବାହରଲାଲ ନେହେରୁ ଆସିଥିଲେ, ସେତେବେଳେ ବୟସ ମୋତେ 5-6 ବର୍ଷର। ମୁଁ ଦେଖିଛି, ତାଙ୍କ ହାତ ମଧ୍ୟ ମୋ ମୁଣ୍ଡରେ ବାଜି ଯାଇଛି। ବିଜୁ ପଟ୍ଟନାୟକଙ୍କ କାନ୍ଧରେ ହାତ ଦେଇକି ସେ ମଞ୍ଚ ଉପରକୁ ଚଢ଼ୁଥିଲେ। କୁଜଙ୍ଗ ପର୍ଯ୍ୟନ୍ତ, ବିସ୍ତୃତ ସମୁଦ୍ର କୂଳ ପର୍ଯ୍ୟନ୍ତ ଇଏ ଥିଲା ନିଘଞ୍ଚ ଜଙ୍ଗଲ। ଆଜି ନିଘଞ୍ଚ ଜଙ୍ଗଲ କାହିଁ? ମୁଁ ବର୍ତ୍ତମାନ 5ଟା ଘର ନା 4ଟା ଘର ବୁଲିକି ଯାଇଲି। କେଉଁଠି ଅଛ? ନା ପାରାଦୀପ। ପାରାଦୀପ ଯାଇ ସିଆଡ଼େ ରହିଲାଣି। ଆଉ ତମେ କ'ଣ କହୁଛ ପାରାଦୀପ? ଯିବା ଗାଁ ଭଳିଆ ଦେଖାହେଉଛି, କିନ୍ତୁ ସେ ଗାଁ ପୁଣି ସହର ହେଇଯିବ। କିନ୍ତୁ ସମସ୍ତେ ଚାହୁଁଛନ୍ତି ଜଙ୍ଗଲ ବୃକ୍ଷକୁ, ଏ ସବୁ ଗଛ ଫଛ କାଟିକିରି ଗୋଟାଏ
ଫୁର୍ତ୍ତି କରିବେ ଆଉ। ହଉ, ଯଦି ଫୁର୍ତ୍ତି କରିବାକୁ ଚାହୁଁଛ, ପିଲାମାନଙ୍କୁ ଦୀର୍ଘାୟୁ କରିବାକୁ ଚାହୁଁଛ, ତାହେଲେ ପ୍ରତି ଘରେ ଘରେ ଗଛ ବୃକ୍ଷରୋପଣ ହଉ। ଏଇଟା ମୁଁ ସବୁବେଳେ କହୁଛି। ବର୍ଷା ଦିନଟା ଥରେ ଗଲେ ପୁଣି ଆସିବାକୁ ବର୍ଷେ। ଏଇ ପବିତ୍ର ବର୍ଷା ଦିନରେ ତମେ ବୃକ୍ଷଟିଏ ଲଗେଇବ, ଏଇ ହବ ଆମ ଜଗନ୍ନାଥଙ୍କ ରଥଯାତ୍ରା। ସେ ବୃକ୍ଷରେ ରଥ ବି ଟଣା ହେଇପାରେ। ବଉଳ ଗଛ ଲଗେଇବ, ତାଙ୍କର ବଉଳ ଛେଲି ବି କ'ଣ ଦରକାର ହୁଏ, ତାଙ୍କ ପାଟ ଭିଡ଼ିବା ପାଇଁ ନା କ'ଣ। ତେଣୁ ଫାଶୀ କାଠ ଦରକାର। ତେଣୁ ଆମେ ଖାଲି କହୁଛୁ ମଧ୍ୟ ଏବଂ ନିଜେ ମଧ୍ୟ କରିବା ପାଇଁ ମୁଁ ମାନେ ସଂକଳ୍ପ ନେଇଛି ଆଉ। ନିଶ୍ଚୟ କରିବା ଆଉ, ଖାଲି କହିଲେ କ'ଣ ହେବ। ହଉ, କଥାଟି ଏଇଠି ରଖିବା ଏବଂ ସେଇ ପ୍ରଭୁଙ୍କ ପାଦରେ ମଙ୍ଗଳମୟ ମହାଦେବ ଆଖଣ୍ଡଳେଶ୍ୱରଙ୍କ ପଦାବ୍ଜରେ, এই ପରାଶର କ୍ଷେତ୍ର ପ୍ରାବ୍ଜରେ, এই କର୍ମଭୂମିକୁ ଲକ୍ଷ୍ୟ କରି ପ୍ରଭୁ କାଳିଆ ବଳିଆଙ୍କୁ ସ୍ମରଣ କରି ଏଇଟି କଥାକୁ ବିଶ୍ରାମ ଦଉଛି। ଜଗନ୍ନାଥ 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 हर हर महादेव।